ସମସ୍ତଙ୍କୁ ନମସ୍କାର। ଆଜି କୋରାପୁଟରେ ସାହିତ୍ୟ ଏକାଡେମୀ ଏବଂ କୋରାପୁଟ ସାହିତ୍ୟ ପରିବାରର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି ଏକ ଆଲୋଚନା ଚକ୍ର ଏବଂ କଥା ସନ୍ଧି କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଦକ୍ଷିଣ ଓଡ଼ିଶାର ଜନଜାତି ସଂସ୍କୃତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ବକ୍ତା ଭାବରେ ଡକ୍ଟର ଅଜୟ କୁମାର ସାହୁ, ଡକ୍ଟର ଜଗବନ୍ଧୁ ସାମଲ ଏବଂ ଶ୍ରୀ ସାଇମନ ବିଡିକା ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ। ତାପରେ କଥା ସନ୍ଧି କାର୍ଯ୍ୟକ୍ରମରେ ନିଜ ସାରସ୍ୱତ ଯାତ୍ରା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ ପୂର୍ବକ ସ୍ୱରଚିତ ଗଳ୍ପ ପାଠନ କରିଥିଲେ ବିଶିଷ୍ଟ କଥାକାର ଶ୍ରୀ ନାରାୟଣ ପଣ୍ଡା। ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସାହିତ୍ୟିକମାନେ ଉପସ୍ଥିତ ରହି ଏହି ସଭାଟିକୁ ସାଫଲ୍ୟମଣ୍ଡିତ କରିଥିଲେ। ସମସ୍ତଙ୍କୁ ପୁଣି ଥରେ ଏହି କାର୍ଯ୍ୟକ୍ରମର ଅଭିନନ୍ଦନ। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଯୋଗୁଁ କୋରାପୁଟ ସାହିତ୍ୟ ପରିବାର ତରଫରୁ ଏବଂ ସାହିତ୍ୟ ଏକାଡେମୀ ତରଫରୁ କୃତଜ୍ଞତା ଜ୍ଞାପନ କରୁଛୁ। ରହୁଛି ତେବେ ପୁଣି ଥରେ ଆଉ ଏକ ଅଧ୍ୟାୟରେ ଆପଣଙ୍କ ସହିତ ଦେଖାହବ। ସେଥି ପର୍ଯ୍ୟନ୍ତ ବିଦାୟ ନେଉଛି ମୁଁ ସିଏନ୍ ସନ୍ତାନ। କିନ୍ତୁ ତା ପୂର୍ବରୁ ଏଇ ଯୋଉ ଆପଣଙ୍କର ଫ୍ଲିପ୍ ଶୋ ବର୍ତ୍ତମାନ ଆପଣ ଦେଖିପାରୁଛନ୍ତି, ଏହା ଗୋଟେ ବହି ଆକାରରେ ପ୍ରକାଶିତ ହେଇଛି। ବର୍ତ୍ତମାନ ଆପଣ ଡାହାଣ କଡ଼ର କୋଣକୁ ଯଦି ଛୁଇଁଦେବେ ତେବେ ପେଜ ଗୁଡ଼ିକ ଉଲ୍ଟି ଉଲ୍ଟି ଯିବ। ପୃଷ୍ଠା ପରେ ପୃଷ୍ଠାରେ ଆପଣ ଏଇ ସଭାର ବିଭିନ୍ନ ପ୍ରକାରର ବିଭିନ୍ନ ଫଟୋ ଗୁଡ଼ିକ ଆପଣ ଦେଖିପାରିବେ ଏବଂ ଏହି ସଭା ସମ୍ପର୍କରେ ଅଧିକା ଜାଣିପାରିବେ। ରହୁଛି ତେବେ ପୁଣି ଥରେ ଆଉ ଥରେ ଦେଖାହବ। ସେଥିପର୍ଯ୍ୟନ୍ତ ମୁଁ ବିଦାୟ ନେଉଛି। ସିଏ ସାନ୍ତାକାର ରେଡ଼ିଓ କୋରାପୁଟ ପାଇଁ। ନମସ୍କାର।